ଫରାସୀ ବିପ୍ଳବର ପ୍ରଥମ ଭିଡ଼ିଓରେ ଆମେ ଫରାସୀ ବିପ୍ଳବ ବିଷୟରେ ଜାଣିଛେ ପିଲାମାନେ। ତା ସହିତ ଫରାସୀ ବିପ୍ଳବ ପାଇଁ ଦାୟୀ ହୋଇଥିବା ଯେଉଁ ଅନେକ ଗୁଡ଼ିଏ କାରଣ ଥିଲା, ସେହି କାରଣ ଗୁଡ଼ିକ ମଧ୍ୟରୁ ସାମାଜିକ କାରଣ ବିଷୟରେ ଆମେ ପଢ଼ିଥିଲେ। ଆଜିର ଏହି ଭିଡ଼ିଓରେ ପିଲାମାନେ ଆମେ ଜାଣିବା ରାଜନୈତିକ କାରଣ, ତା ସହିତ ଫରାସୀ ରାଷ୍ଟ୍ର ବିପ୍ଳବ ପାଇଁ କ'ଣ ଅର୍ଥନୈତିକ କାରଣ ଥିଲା ତାହାରି ବିଷୟରେ ଆଜି ଜାଣିବା। ଫରାସୀ ବିପ୍ଳବର ରାଜନୈତିକ କାରଣ। ବୁର୍ବନ ରାଜବଂଶର ରାଜାମାନେ ଫ୍ରାନ୍ସରେ ଶାସନ କରୁଥିଲେ। ସେମାନେ ଐଶ୍ୱରିକ ଅଧିକାରୀ ନୀତି ମାଧ୍ୟମରେ ଫ୍ରାନ୍ସରେ ଶାସନ କରୁଥିଲେ। ଐଶ୍ୱରିକ ଅଧିକାରୀ ନୀତି କହିଲେ ପିଲାମାନେ, ଫ୍ରାନ୍ସର ରାଜାମାନେ ନିଜକୁ ନିଜେ କହୁଥିଲେ ସେମାନେ ଭଗବାନଙ୍କ ଦ୍ୱାରା ପ୍ରେରିତ ଏବଂ ଲୋକମାନଙ୍କୁ ଶାସନ କରିବା ପାଇଁ ଭଗବାନ ତାଙ୍କୁ ପ୍ରେରଣ କରିଛନ୍ତି ବୋଲିକି କହୁଥିଲେ ଏବଂ ତାଙ୍କର ମୁଖ ନିଃସୃତ ବାଣୀ ହିଁ ନୀତି ହେଇଯାଉଥିଲା ପିଲାମାନେ। ଏହାକୁ କୁହାଯାଏ ଐଶ୍ୱରିକ ଅଧିକାରୀ ନୀତି। ଏହି ନୀତି ମାଧ୍ୟମରେ ସେମାନେ ଫ୍ରାନ୍ସରେ ଶାସନ କରୁଥିଲେ। ଯେଉଁ ଲୋକମାନେ ସ୍ୱର ଉତ୍ତୋଳନ କରୁଥିଲେ ସେହି ଲୋକମାନଙ୍କୁ ଗିରଫ କରିବା ପାଇଁ ପରୱାନା ଜାରି କରିଦେଉଥିଲେ, ଯଦ୍ୱାରା ସାଧାରଣ ଲୋକମାନେ ଏହି ବୁର୍ବନ ରାଜନେତାଙ୍କ ବିରୁଦ୍ଧରେ କେହି ସ୍ୱର ଉତ୍ତୋଳନ କରୁନଥିଲେ। ଏହି ବୁର୍ବନ ରାଜବଂଶର ରାଜାମାନେ ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ଫ୍ରାନ୍ସରେ। ଚତୁର୍ଦ୍ଦଶ ଲୁଇ। ଚତୁର୍ଦ୍ଦଶ ଲୁଇ ସିଂହାସନ ଆରୋହଣ କରିଥିଲେ 1643 ମସିହାରେ ଏବଂ ସେ 1715 ମସିହା ପର୍ଯ୍ୟନ୍ତ ସେ ଫ୍ରାନ୍ସର ରାଜା ରୂପେ କାର୍ଯ୍ୟ କରିଛନ୍ତି। ସେ ସବୁ କ୍ଷମତାର ଅଧିକାରୀ ଥିଲେ। ସେ କହୁଥିଲେ ମୁଁ ହିଁ ରାଷ୍ଟ୍ର ବୋଲି। ପିଲାମାନେ ପରୀକ୍ଷାରେ ଏଇଟା 1 ମାର୍କର ପ୍ରଶ୍ନ ଆସିଯାଏ, କିଏ କହୁଥିଲେ ମୁଁ ହିଁ ରାଷ୍ଟ୍ର ବୋଲି? କିଏ କହୁଥିଲେ? ଚତୁର୍ଦ୍ଦଶ ଲୁଇ ହିଁ କହୁଥିଲେ। ତାଙ୍କ ମୁଖ ନିଃସୃତ ବାଣୀ ହିଁ ଫ୍ରାନ୍ସର ଅଧିବାସୀମାନଙ୍କ ପାଇଁ ଆଇନ ହେଇଯାଉଥିଲା ପିଲାମାନେ। ଭରସାଇ ରାଜପ୍ରସାଦରେ ସେ ଅବସ୍ଥାନ କରୁଥିଲେ ବା ରହୁଥିଲେ ଏବଂ ଏହି ଭରସାଇ ରାଜପ୍ରସାଦ ବିଳାସ ଓ ଆମୋଦ ପ୍ରମୋଦର ପ୍ରତୀକ ଥିଲା। ଏଠି ଯେଉଁ ଫାଷ୍ଟ ଫଟୋ ଚିତ୍ରଟି ଦେଖୁଛ, এই ଫାଷ୍ଟ ଫଟୋ ଚିତ୍ରଟି ହେଉଛି ଚତୁର୍ଦ୍ଦଶ ଲୁଇଙ୍କର ଆଉ ଏବଂ ତଳେ ଯେଉଁ 2 ନମ୍ବର ଫଟୋ ଚିତ୍ରଟି ଦେଖୁଛ, এই 2 ନମ୍ବର ଫଟୋ ଚିତ୍ରଟି ହେଉଛି ଭରସାଇ ରାଜପ୍ରସାଦର ଫଟୋ ଚିତ୍ର। ପିଲାମାନେ ଆହୁରି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ଯେ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ବିଳାସ ଓ ଆମୋଦ ପ୍ରମୋଦର ପ୍ରତୀକ କ'ଣ ଥିଲା? କ'ଣ ଥିଲା? ଭରସାଇ ରାଜପ୍ରସାଦ ଥିଲା। ପଞ୍ଚଦଶ ଲୁଇ। ପଞ୍ଚଦଶ ଲୁଇ ଫ୍ରାନ୍ସରେ ଶାସନ କାର୍ଯ୍ୟ ଆରମ୍ଭ କରିଥିଲେ 1715 ଖ୍ରୀଷ୍ଟାବ୍ଦରେ ଏବଂ ସେ ଶାସନ କରିଥିଲେ 1774 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଚତୁର୍ଦ୍ଦଶ ଲୁଇ ଭଳିଆ ପଞ୍ଚଦଶ ଲୁଇ ମଧ୍ୟ ବିଳାସ ବ୍ୟସନରେ ଜୀବନ ଅତିବାହିତ କରିଥିଲେ ଏବଂ ଏହି ପଞ୍ଚଦଶ ଲୁଇଙ୍କ ସମୟରେ ଫ୍ରାନ୍ସ ସପ୍ତବର୍ଷୀୟ ଯୁଦ୍ଧରେ ଭାଗ ନେଇଥିଲା। ସପ୍ତବର୍ଷୀୟ ଯୁଦ୍ଧ 1756 ଖ୍ରୀଷ୍ଟାବ୍ଦରୁ 1763 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ସଂଗଠିତ ହୋଇଥିଲା ଏବଂ ଫ୍ରାନ୍ସ ଏହି ସପ୍ତବର୍ଷୀୟ ଯୁଦ୍ଧରେ ପରାଜୟ ହୋଇଥିଲା। ତେଣୁକରି କ'ଣ ହେଲା ପିଲାମାନେ, ଯେତେବେଳେ ଫ୍ରାନ୍ସ ସପ୍ତବର୍ଷୀୟ ଯୁଦ୍ଧରେ ପରାସ୍ତ ହୋଇଗଲା, ଫ୍ରାନ୍ସର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଗଲା। ପଞ୍ଚଦଶ ଲୁଇ କହିଥିଲେ ମୋ ପରେ ମହାପ୍ରଳୟ ବୋଲି। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସେ ପିଲାମାନେ, କେଉଁ ଫ୍ରାନ୍ସର ରାଜା ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ମୋ ପରେ ମହାନ ପ୍ରଳୟ ବୋଲି କହିଥିଲେ? କିଏ କହିଥିଲେ? ପଞ୍ଚଦଶ ଲୁଇ ହିଁ କହିଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, এই ଫଟୋ ଚିତ୍ରଟି ହେଉଛି ପଞ୍ଚଦଶ ଲୁଇଙ୍କର ଫଟୋ ଚିତ୍ର, ଯିଏକି ଫ୍ରାନ୍ସର ରାଜା ଥିଲେ 1715ରୁ 1774 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଷୋଡ଼ଶ ଲୁଇ। ଏହି ଷୋଡ଼ଶ ଲୁଇଙ୍କ ଶାସନ ସମୟରେ ଫରାସୀ ବିପ୍ଳବ ସଂଗଠିତ ହୋଇଥିଲା। ପିଲାମାନେ ପରୀକ୍ଷାରେ ତୁମର 1 ମାର୍କର ପ୍ରଶ୍ନ ଆସେ ଯେ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ଫ୍ରାନ୍ସର ରାଜା କିଏ ଥିଲେ? କିଏ ଥିଲେ? ଷୋଡ଼ଶ ଲୁଇ ହିଁ ଫ୍ରାନ୍ସର ରାଜା ଥିଲେ। ସେ ଫ୍ରାନ୍ସର ରାଜା କେବେ ହେଲେ? 1774 ଖ୍ରୀଷ୍ଟାବ୍ଦରେ ଏବଂ ସେ ବିବାହ କରିଥିଲେ ଅଷ୍ଟ୍ରିଆର ରାଜକୁମାରୀଙ୍କୁ ବିବାହ କରିଥିଲେ। ଅଷ୍ଟ୍ରିଆର ରାଜକୁମାରୀ ଥିଲେ ମେରି ଆନ୍ତୋଇନେ।
ସେ ମେରି ଏନ୍ତୋନିଙ୍କୁ ବିବାହ କରିଥିଲେ। ମେରି ଏନ୍ତୋନି ଥିଲେ ଅଷ୍ଟ୍ରିଆର ରାଜକୁମାରୀ ଏବଂ ଏହି ଷୋଡ଼ଶ ଲୁଇଙ୍କ ବିବାହ ତାଙ୍କର ଜୀବନ ପାଇଁ ଗୋଟେ ଦୁର୍ଭାଗ୍ୟର କାରଣ ହୋଇଗଲା। କାହିଁକି ନା ରାଣୀ ମେରି ଏନ୍ତୋନି ଥିଲେ ବହୁତ ଗର୍ବୀ ଓ ଉଦ୍ଧତ। ସେ ଷୋଡ଼ଶ ଲୁଇଙ୍କ ଶାସନ କାର୍ଯ୍ୟରେ ମଧ୍ୟ ହସ୍ତକ୍ଷେପ କରୁଥିଲେ। ତା ସହିତ ସେ ପ୍ରଜାଙ୍କର ହିତ ପ୍ରତି କୌଣସି ଦୃଷ୍ଟି ଦେଉନଥିଲେ। ଏଠି ଯେଉଁ ଫଟୋଚିତ୍ର ଗୁଡ଼ିକ ଅଛି ପିଲାମାନେ ଦେଖ, ଏ ଯେଉଁ ଫାଷ୍ଟ ଫଟୋଚିତ୍ର ଅଛି, ଫାଷ୍ଟ ଫଟୋଚିତ୍ରଟି ହେଉଛି ଷୋଡ଼ଶ ଲୁଇଙ୍କର ଫଟୋଚିତ୍ର, ଯିଏକି ଫ୍ରାନ୍ସର ରାଜା ଥିଲେ 1774ରେ ଏବଂ ତାଙ୍କର ଶାସନ ସମୟରେ ଫରାସୀ ବିପ୍ଳବ ସଂଗଠିତ ହୋଇଥିଲା 1789 ମସିହାରେ। ଏବଂ ଏପଟେ ଯେଉଁ ଫଟୋଚିତ୍ର ଅଛି 2 ନମ୍ବର ଫଟୋଚିତ୍ର, ଏ 2 ନମ୍ବର ଫଟୋଚିତ୍ର ହେଉଛି ମେରି ଏନ୍ତୋନିଙ୍କ, ଯିଏକି ଅଷ୍ଟ୍ରିଆର ରାଜକୁମାରୀ ଥିଲେ ଏବଂ ଷୋଡ଼ଶ ଲୁଇ ମେରି ଏନ୍ତୋନିଙ୍କୁ ବିବାହ କରିଥିଲେ। ଫ୍ରାନ୍ସର ଯେଉଁ ରାଜାମାନେ ଥିଲେ ପିଲାମାନେ ଚତୁର୍ଦ୍ଦଶ ଲୁଇ, ପଞ୍ଚଦଶ ଲୁଇ, ଷୋଡ଼ଶ ଲୁଇ, ସେହି ଶାସକମାନେ ଶାସନ କରିବା ହିସାବରେ ଦକ୍ଷ ନଥିଲେ ଏବଂ ସେହି ସମୟରେ ସଭା ସମିତିର ଗଠନର ଅଧିକାର ଯେଉଁ ଲୋକମାନଙ୍କର ପାଖରେ ଥିଲା ତାକୁ ବନ୍ଦ କରି ଦିଆଯାଇଥିଲା। ଫ୍ରାନ୍ସର ଯେଉଁ ବ୍ୟବସ୍ଥାପକ ସଭା ଥିଲା ପିଲାମାନେ ତାକୁ ଷ୍ଟେଟ୍ ଜେନେରାଲ ବୋଲିକି କୁହାଯାଇଥାଏ। ତାହା ନାମକୁ ମାତ୍ର ଥିଲା। ଷ୍ଟେଟ୍ ଜେନେରାଲ କୌଣସି କାର୍ଯ୍ୟ କରୁନଥିଲା ଏବଂ ଏହି ସବୁ କାରଣ ପାଇଁ ଫରାସୀ ବିପ୍ଳବର ମାର୍ଗ ତିଆରି ହୋଇଯାଇଥିଲା ପିଲାମାନେ। ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସେ ପିଲାମାନେ ଯେ ଫ୍ରାନ୍ସର ବ୍ୟବସ୍ଥାପକ ସଭାର ନାମ କ'ଣ ଥିଲା ବୋଲି। କ'ଣ ଥିଲା? ଷ୍ଟେଟ୍ ଜେନେରାଲ। ତଳେ ଯେଉଁ ଫଟୋଚିତ୍ରଟି ଅଛି ପିଲାମାନେ, এই ଫଟୋଚିତ୍ରଟି ହେଉଛି ଫ୍ରାନ୍ସର ବ୍ୟବସ୍ଥାପକ ସଭାର 1789 ମସିହାର ଫଟୋଚିତ୍ର, ଯାହାକି ଆହୁରି ଷ୍ଟେଟ୍ ଜେନେରାଲ ବୋଲିକି କୁହାଯାଇଥାଏ। ଫରାସୀ ରାଷ୍ଟ୍ର ବିପ୍ଳବର ଅର୍ଥନୈତିକ କାରଣ। ଫ୍ରାନ୍ସର ଅର୍ଦ୍ଧାଧିକ ସମ୍ପତ୍ତିର ଅଧିକାରୀ ଥିଲେ ଧର୍ମଯାଜକମାନେ, ତା ସହିତ ସାମନ୍ତ ଗୋଷ୍ଠୀର ଲୋକମାନେ। ଫ୍ରାନ୍ସ ସପ୍ତବର୍ଷୀୟ ଯୁଦ୍ଧରେ ଅଂଶଗ୍ରହଣ କରିଥିଲା 1756ରୁ 1763 ମସିହା ପର୍ଯ୍ୟନ୍ତ ଏବଂ ଏହି ସପ୍ତବର୍ଷୀୟ ଯୁଦ୍ଧରେ ଫ୍ରାନ୍ସ ହାରିଯାଇଥିଲା। ତଦ୍ୱାରା ଫ୍ରାନ୍ସରେ ଆର୍ଥିକ ଅବସ୍ଥାରେ ଅବନତି ଦେଖାଯାଇଥିଲା। ତା ସହିତ ପିଲାମାନେ ଫ୍ରାନ୍ସ ଆହୁରି ଆମେରିକାର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲା, ଆମେରିକାକୁ ସହଯୋଗ କରିଥିଲା ଏବଂ ଏହି ଦୁଇ କାରଣ ଯୋଗୁଁ ଫ୍ରାନ୍ସର ରାଜକୋଷ ଶୂନ୍ୟ ହୋଇପଡ଼ିଥିଲା। ଆମେରିକାର ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା 1775 ଖ୍ରୀଷ୍ଟାବ୍ଦ ମସିହାରେ ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମର ପରିସମାପ୍ତି ଘଟିଥିଲା 1783 ଖ୍ରୀଷ୍ଟାବ୍ଦରେ। ଗୋଟିଏ ପ୍ରବାଦ ଅଛି ପିଲାମାନେ, ଫ୍ରାନ୍ସ ହେଉଛି ଅର୍ଥନୈତିକ ତ୍ରୁଟିର ପ୍ରକୃଷ୍ଟ ସଂଗ୍ରହାଳୟ। ଏ ପ୍ରବାଦଟିକୁ ମନେ ରଖିଦେବ ପିଲାମାନେ। ତୁର୍ଗନ। ଯେତେବେଳେ ଫ୍ରାନ୍ସର ଆର୍ଥିକ ଅବସ୍ଥାରେ ଅବନତି ଦେଖାଗଲା, ସେହି ସମୟରେ ଫ୍ରାନ୍ସର ଆର୍ଥିକ ସମସ୍ୟାର ସମାଧାନ ପାଇଁ ତୁର୍ଗନକୁ ନିଯୁକ୍ତି ଦେଲେ ଷୋଡ଼ଶ ଲୁଇ। ତୁର୍ଗନ ମିତବ୍ୟୟିତା ତଥା ତାଙ୍କର ବିଜ୍ଞ ନୀତି ମାଧ୍ୟମରେ ଅର୍ଥନୀତିରେ ଉନ୍ନତି ଆଣିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ମେରି ଏନ୍ତୋନିଙ୍କ ପ୍ରରୋଚନାରେ ଷୋଡ଼ଶ ଲୁଇ ତାଙ୍କୁ ବହିଷ୍କାର କରିଦେଲେ 1776 ଖ୍ରୀଷ୍ଟାବ୍ଦରେ। ଏଠି ଯେଉଁ ଫଟୋଚିତ୍ର ଦେଖୁଛ ପିଲାମାନେ, এই ଫଟୋଚିତ୍ରଟି ହେଉଛି ତୁର୍ଗନଙ୍କର ଫଟୋଚିତ୍ର। ଫ୍ରାନ୍ସର ଆର୍ଥିକ ସମସ୍ୟାର ସମାଧାନ କରିବା ପାଇଁ ତାଙ୍କୁ ଆର୍ଥିକ ପରାମର୍ଶଦାତା ହିସାବରେ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ଷୋଡ଼ଶ ଲୁଇଙ୍କର ସ୍ତ୍ରୀ ମେରି ଏନ୍ତୋନିଙ୍କ ପ୍ରରୋଚନାରେ ତାଙ୍କୁ ବହିଷ୍କାର କରିଦିଆଗଲା କେବେ? 1776 ଖ୍ରୀଷ୍ଟାବ୍ଦରେ। ତୁର୍ଗନଙ୍କ ପରେ ଫ୍ରାନ୍ସର ଅର୍ଥନୈତିକ ପରାମର୍ଶଦାତା ହିସାବରେ ନେକରଙ୍କୁ ନିଯୁକ୍ତି ଦିଆଯାଇଥିଲା। ନେକର ଫ୍ରାନ୍ସର ଆର୍ଥିକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ, କିନ୍ତୁ ଯେଉଁ ରାଜବର୍ଗର ଲୋକମାନେ ଥିଲେ ତଥା ସାମନ୍ତ ବର୍ଗର ଲୋକମାନେ ଥିଲେ ତାଙ୍କର ଏହି ବିବରଣୀକୁ ଗ୍ରହଣ କଲେ ନାହିଁ ଏବଂ ସେହି ନେକରଙ୍କୁ ମଧ୍ୟ ତାଙ୍କର କାର୍ଯ୍ୟରୁ ଅନ୍ତର କରିଦେଲେ ବା ବହିଷ୍କୃତ କରିଦେଲେ 1781
ଖ୍ରୀଷ୍ଟାବ୍ଦରେ। ଆଉ ଏଠି ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ, এই ଫଟୋ ଚିତ୍ରଟି ହେଉଛି ନେକରଙ୍କର ଫଟୋ ଚିତ୍ର, ଯିଏକି ତୁର୍ଗନଙ୍କ ପରେ ହିଁ ଆର୍ଥିକ ପରାମର୍ଶଦାତା ରୂପେ ନିଯୁକ୍ତି ପାଇଥିଲେ ଫ୍ରାନ୍ସରେ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ। ପରିଶେଷରେ ଷୋଡ଼ଶ ଲୁଇସ୍ କୋଲନଙ୍କୁ ଫ୍ରାନ୍ସର ଅର୍ଥନୈତିକ ପରାମର୍ଶଦାତା ରୂପେ ନିଯୁକ୍ତି ପ୍ରଦାନ କରିଥିଲେ ଏବଂ କୋଲନ ପ୍ରସ୍ତାବ ଦେଲେ ଯେ ଫ୍ରାନ୍ସରେ ସମସ୍ତ ବର୍ଗର ଲୋକଙ୍କ ଉପରେ କର ଲଗାଇବା ପାଇଁ। କିନ୍ତୁ ଫ୍ରାନ୍ସର ସମାଜରେ ଯେଉଁ ସାମନ୍ତ ବର୍ଗର ଲୋକମାନେ ଥିଲେ ସେମାନେ କର ଦେବା ପାଇଁ ରାଜି ହେଲେ ନାହିଁ। ଏହି କାରଣରୁ ଲୁଇସ୍ 16 ବା ଷୋଡ଼ଶ ଲୁଇସ୍ ଯେଉଁ ରାଜା ଥିଲେ ସେ କୋଲନକୁ ତାଙ୍କ ପଦବୀରୁ ବହିଷ୍କାର କରିଦେଲେ ଏବଂ 1787ରେ ଫ୍ରାନ୍ସର ଅର୍ଥ ସଚିବ ହେଲେ ବ୍ରିଏନି ଏବଂ ଏହି ସମୟରେ ଫ୍ରାନ୍ସର ଆର୍ଥିକ ଅବସ୍ଥା ଆହୁରି ଗୁରୁତର ହେବାକୁ ଲାଗିଲା। ତେଣୁକରି ଲୁଇସ୍ 16 ବା ଷୋଡ଼ଶ ଲୁଇସ୍ ଯେଉଁ ତିନୋଟି ଷ୍ଟେଟ୍ର ପ୍ରତିନିଧିମାନେ ଥିଲେ ତାଙ୍କୁ ସଭାକୁ ଡାକିବା ପାଇଁ ଘୋଷଣା କଲେ। ତଦ୍ୱାରା କ'ଣ ହେବ ପିଲାମାନେ, ସେ ସାଧାରଣ ଜନତାଙ୍କ ଉପରେ ଆହୁରି କର ଲଗାଇ ପାରିବେ ଏବଂ ଏହା ହିଁ ଥିଲା ଫରାସୀ ରାଷ୍ଟ୍ର ବିପ୍ଳବର ଅର୍ଥନୈତିକ କାରଣ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି କୋଲନଙ୍କର ଫଟୋ ଚିତ୍ର। ଆଜିର ଭିଡ଼ିଓରେ ଆମେ ଜାଣିଲେ ପିଲାମାନେ ଫରାସୀ ବିପ୍ଳବର ରାଜନୈତିକ କାରଣ ଏବଂ ଅର୍ଥନୈତିକ କାରଣ ବିଷୟରେ। ଆହୁରି ଗୋଟିଏ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା ପିଲାମାନେ ଫରାସୀ ବିପ୍ଳବର ବୌଦ୍ଧିକ କାରଣ ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ କେମିତି ଗୋଟେ କାରଣ ହେଇଥିଲା ଫରାସୀ ବିପ୍ଳବ ପାଇଁ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ, ଆହୁରି ପିଲାମାନେ କମେଣ୍ଟ ବି କରିବ।